ଆଜି ଏଇଟା ଗୋଟେ ଅର୍ଡ଼ର ଥିଲା ଚିକେନ୍ କରିର। କିନ୍ତୁ ଆଜି ଏଇ ଅର୍ଡ଼ରଟା ମୋତେ କ୍ୟାନସେଲ୍ କରିବାକୁ କାହିଁକି ପଡ଼ିଗଲା? ଚାଲନ୍ତୁ ଜାଣିବା। କଷ୍ଟମରଙ୍କର ଫୋନ୍ ଆସିଥିଲା ଗୋଟେ ଫୁଲ୍ ପ୍ଲେଟ୍ ଚିକେନ୍ କରି ପାଇଁ। କିନ୍ତୁ ମୁଁ ଏଇ ଅର୍ଡ଼ରଟା ଏଥିପାଇଁ ରଖିବାକୁ ମନା କରୁଥିଲି କାହିଁକିନା ବର୍ତ୍ତମାନ ଦିଲ୍ଲୀରେ କଷ୍ଟମରଙ୍କର ଫୋନ୍ ଆସିଥିଲା ଗୋଟେ ଫୁଲ୍ ପ୍ଲେଟ୍ ଚିକେନ୍ କରି ପାଇଁ। ତ ମୁଁ ଏଇ ଅର୍ଡ଼ରଟା ରଖିବା ପାଇଁ ଏଥିଲାଗି ତ ପ୍ରଥମେ ମନା କରୁଥିଲି କାହିଁକିନା ସେ ତ ଏଇ ଅର୍ଡ଼ରଟା ଆସିଥିଲା ଦୂରରୁ। ପାଖାପାଖି 30 କିଲୋମିଟର ଦୂରରୁ ଆସିଥିଲା। ତାପରେ ଯେହେତୁ ବର୍ତ୍ତମାନ ଟାଇମ୍‌ରେ ଦିଲ୍ଲୀରେ କୋହର ବହୁତ ପଡ଼ୁଛି, ତ ବର୍ତ୍ତମାନ ଟାଇମ୍‌ରେ ଡେଲିଭରି ବୁକିଂ ବି ହେଇପାରୁନି। ଡେଲିଭରି କରିବା ବି ବହୁତ କଷ୍ଟ। ମୁଁ ତାଙ୍କୁ କହିଲି ଯଦି ଆପଣ ନିଜେ ଆସିକି ପିକ୍ କରିବେ ତାହେଲେ ମୁଁ ଅର୍ଡ଼ରଟା ରଖିବି। ସେ କହିଲେ ଠିକ୍ ଅଛି ମୁଁ ନିଜେ ଆସି ପିକ୍ କରିନେବି। କିନ୍ତୁ ତାପରେ ତାଙ୍କର କିଛି ପ୍ରୋବ୍ଲେମ୍ ହେଇଗଲା, ଅଫିସ୍ କାମ ରହିଗଲା ଯେହେତୁ ସେ ଆସିପାରିଲେନି। ତାପରେ ମୁଁ ବାରମ୍ବାର ଡେଲିଭରି ସର୍ଭିସ୍ ବି ବୁକ୍ କରିବାକୁ ଚେଷ୍ଟା କଲି। କିନ୍ତୁ ଯାହା ଡର ଥିଲା ସେଇଆ ହିଁ ହେଲା। ବିଲକୁଲ ବି ଡେଲିଭରି ନା ସର୍ଭିସ୍ ବୁକ୍ ହେଲା, ନା ଏ ଅର୍ଡ଼ରଟା ଯାଇପାରିଲା। ଶେଷରେ ବହୁତ ଯେମିତି ପରିଶାନୀ ହେଲା, ମୁଁ ଶେଷରେ କହିଲି ଆପଣ ଅର୍ଡ଼ରଟା କ୍ୟାନସେଲ୍ କରିଦିଅନ୍ତୁ।